ରହିବାର ଆବଶ୍ୟକ ରହିଛି। ଏକଲା ଏକଲା ଆମେ ବାହାରେ ଯୁଆଡେ ମଧ୍ୟ ଗଲେ ସ୍ୱାମୀ ମାନଙ୍କର କାମ କଣ, କୋଉଠି ପକୁଡି ମିଳିଲା ବେଳେ ଏକଲା ଖାଇଦେବେ ସେମାନେ, ହଁ, କୋଉଠି ବରା ସିଙ୍ଗଡା ମିଳିଲେ ଏକଲା ଖାଇଦେବେ। ଏକଲା ଖାଇବାର ମଜା ନାହିଁ। ଯେତେବେଳେ ଆମେ ଘରକୁ ଟିକେ ଧରି ଆସି ଚା ଟିକେ ବନାଅ, ତାପରେ ବସି ଖାଇଲେ ସେଇଟା ମଜା ଲାଗିବ ମିଶିକିନା। ପରମେଶ୍ୱର ଆମମାନଙ୍କୁ ଏକତ୍ର କରି ରଖିଛନ୍ତି। ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଆମମାନଙ୍କର ଏହି ଜୁମ୍ ରେ ଆମମାନଙ୍କ ରଞ୍ଜିତା ରୟ ସିଷ୍ଟର ବି ଜଏନ୍ କରିଛନ୍ତି। ବହୁତ ବହୁତ ଧନ୍ୟବାଦ ସିଷ୍ଟର। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆମମାନେ ବାକ୍ୟ ଶୁଣିବା ପାଇଁ ଯିବା। ଆମମାନଙ୍କ ପରମେଶ୍ୱର ସେ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା କହିବା ପରମେଶ୍ୱର ସେ ଅଟନ୍ତି। ମୁଁ ଲାଷ୍ଟ ଟାଇମ କହିଥିଲି ଯେ ବିଶ୍ୱସ୍ତ ପରମେଶ୍ୱର, ଆମେ ଯୋଉ ପରମେଶ୍ୱରଙ୍କ ସେବା କରୁଛୁ ସେ ପରମେଶ୍ୱର ବିଶ୍ୱସ୍ତ ପରମେଶ୍ୱର। ବାଇବଲରେ ଗୋଟେ ପଦ, ଏତେ ସୁନ୍ଦର ପଦ ଲେଖା ହେଇଛି ଯେ ଆମ୍ଭେମାନେ ଅବିଶ୍ୱସ୍ତ ହେଲେ ମଧ୍ୟ ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି, କାରଣ ସେ ଆପଣଙ୍କୁ ଅସ୍ୱୀକାର କରିପାରିବେ ନାହିଁ। ଆମମାନଙ୍କ ପରମେଶ୍ୱର ଆମ ପ୍ରତି, ମୋ ପ୍ରତି, ଆପଣଙ୍କ ପ୍ରତି କେବେ ବି ଅବିଶ୍ୱସ୍ତ ହେଇନାହାନ୍ତି। ପ୍ରତି ସମୟରେ ସେ ବିଶ୍ୱସ୍ତ ପରମେଶ୍ୱର। ଆମକୁ ବିଶ୍ୱସ୍ତ ଭାବରେ ସେ ଆମମାନଙ୍କର ଯତ୍ନ ନେଇଛନ୍ତି। ଆଉ ସେ ସକ୍ଷମ ପରମେଶ୍ୱର। ତାଙ୍କ ପାଇଁ କୌଣସି ମଧ୍ୟ ବିଷୟ ଅସମ୍ଭବ ନାହିଁ। ସେ ଅସମ୍ଭବକୁ ସମ୍ଭବ କରିବା ପରମେଶ୍ୱର, ସକ୍ଷମ ପରମେଶ୍ୱର। ଆୟୁବ କହନ୍ତି, ମୁଁ ଜାଣେ ପରମେଶ୍ୱର ସବୁ କିଛି କରିପାରନ୍ତି। ଆମମାନଙ୍କ ପରମେଶ୍ୱର ଯୋଉଟା କରିପାରିବେ ନାହିଁ, ସେମିତି କୌଣସି ବିଷୟ ନାହିଁ। ଆମ ପରମେଶ୍ୱର ସେ ସବୁ କରିପାରିବା ପରମେଶ୍ୱର, ସେ ସକ୍ଷମ ପରମେଶ୍ୱର ସେ ଅଟନ୍ତି। ସେ ତିନିଟା ଯୁବା ରାଜା ନବୁକଦ୍ନେସରକୁ କହୁଛନ୍ତି, ଆଜ୍ଞା ଯଦି ଆପଣ ଆମକୁ ନିଆଁରେ ଫିଙ୍ଗିଦେଲେ, ଆମେ ଯୋଉ ପରମେଶ୍ୱରଙ୍କର ସେବା କରୁଛୁ ସେ ଅଗ୍ନିକୁଣ୍ଡରୁ ଆମକୁ ରକ୍ଷା କରିବା ପାଇଁ ସାମର୍ଥ୍ୟ ଅଟନ୍ତି। ଭାବନ୍ତୁ, ଅଗ୍ନିକୁଣ୍ଡ ଭିତରେ ଯଦି ଆମକୁ ଫିଙ୍ଗିଦେଲେ ମଧ୍ୟ ଆମେ ଲେଗ ପିସ୍ ହେଇପାରିବୁ ନାହିଁ ଆମେ, କାରଣ ଆମର ପରମେଶ୍ୱର ଆମକୁ ଆପଣଙ୍କର ଅଗ୍ନିକୁଣ୍ଡରୁ ମଧ୍ୟ ରକ୍ଷା କରିବା ପାଇଁ ସାମର୍ଥ୍ୟବାନ ପରମେଶ୍ୱର ସେ ଅଟନ୍ତି। ପ୍ରିୟମାନେ, ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଉତ୍ସାହଦାତା ପରମେଶ୍ୱର, ଦ ଗଡ୍ ଅଫ୍ ଏନକରେଜମେଣ୍ଟ। ଆମମାନଙ୍କ ପରମେଶ୍ୱର କେମିତି ପରମେଶ୍ୱର? ଆମକୁ ଉତ୍ସାହ କରିବା ପରମେଶ୍ୱର। ସେ କେବଳ ଆମକୁ ଆଜ୍ଞା ଦେବା ପରମେଶ୍ୱର ନୁହନ୍ତି, ସେ ଆମକୁ କେବଳ ଅନୁରୋଧ କରିବା ପରମେଶ୍ୱର ନୁହନ୍ତି, ସେ ଆମକୁ ଉତ୍ସାହିତ କରିବା ପରମେଶ୍ୱର ମଧ୍ୟ ଅଟନ୍ତି। ଆଜିର ସମୟରେ ଯଦି ଆମମାନଙ୍କ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଯଦି କିଛି ଶିଖିବାର ଅଛି, ତାହେଲେ କଣ ଶିଖିବାକୁ ପଡିବ? ଅନ୍ୟକୁ ଉତ୍ସାହିତ କରିବାଟା ଶିଖିବାର ଅଛି। ଅନ୍ୟର ଗୋଡ ଝିକିବାଟା କେହି ଶିଖେଇ ନାହାନ୍ତି ଆମକୁ, ମାତ୍ର ବହୁତ ସୁନ୍ଦର ଭାବରେ ଆମେ ଗୋଡ ଝିକୁ। ଆମେ ଅନ୍ୟକୁ କି ପ୍ରକାର ଭାବରେ ବଚସା କରିବା, ତଳେ ପକେଇବା, ତାଙ୍କ ବିରୁଦ୍ଧରେ କହିବା, ଏସବୁ ଗୁଡିକ ବହୁତ ଭଲ ଭାବରେ ଶିଖିଛୁ। ଆମେ ଅନ୍ୟକୁ କି ପ୍ରକାର ଭାବରେ ଉତ୍ସାହିତ କରିବା ଶିଖିବାର ଅଛି। ଏଇଟା ହଉଛି ଆମର ପରମେଶ୍ୱରଙ୍କର ସ୍ୱଭାବ, ଆମମାନଙ୍କ ପରମେଶ୍ୱରଙ୍କର ଗୁଣ କଣ? ଅନ୍ୟକୁ ଉତ୍ସାହିତ କରିବା, ସେ ଉତ୍ସାହ କରିବା ପରମେଶ୍ୱର ସେ ଅଟନ୍ତି। ସେ ଗଡ୍ ଅଫ୍ ଡିସ୍କରେଜମେଣ୍ଟ ନାହିଁ। ଶୈତାନ ସେ ହଉଛି ନିରୁତ୍ସାହର ବ୍ୟକ୍ତି। ପ୍ରତ୍ୟେକ ଜଣକୁ ସେ ନିରୁତ୍ସାହ କରେ, ଡିସ୍କରେଜ କରେ। ଆମର ପରମେଶ୍ୱର କେବେ ମଧ୍ୟ କାହାକୁ ନିରୁତ୍ସାହିତ କରନ୍ତି ନାହିଁ। ନିରୁତ୍ସାହିତ ମାନେ କଣ? ସେ ଆମେ ଆମର ନିଜର ପୁଅ ଝିଅ ମାନଙ୍କୁ ଆମେ କେମିତି ଆମେ ନିରୁତ୍ସାହ କରୁ? ତୁ ଗଧଟା ବୋଲି କହୁ। ଆମର ପୁଅ ଝିଅ ମାନଙ୍କୁ ଆମେ କହୁ ଗଧଟା। ସେ ପୁଅ ଝିଅ ମାନେ କହିପାରନ୍ତି ନାହିଁ। ଯଦି କହିଥାନ୍ତେ ବୋଲି କହିଲେ, ହେଲେ ଗଧର ବାପା କିଏ ସେ କହିପାରିଥାନ୍ତେ, ଗଧର ମା କିଏ ସେମାନେ କହିପାରିଥାନ୍ତେ, ମାତ୍ର ସେମାନେ କହୁନାହାନ୍ତି। ତୁ ଗଧଟା, ତୁ ମୂର୍ଖଟା, ତୋ ହାତରେ ଖଡା ସିଝିବ ନାହିଁ, ତୋର ଦେଇ କିଛି ହେବ ନାହିଁ, ମତେ କନ୍ଦଉଛୁ ପୁରା। ର ତୁ ଯେତେବେଳେ ଶାଶୁ ଘରକୁ ଯିବୁ ନା, ତୁ ବି କାନ୍ଦିବୁ। ଆମେ କଣ ତାକୁ ଆମେ ଏନକରେଜ ନ କରି ଆମେ ତାକୁ ଅଭିଶାପ ଦଉଛୁ, ଡିସ୍କରେଜ ଆମେ କରୁଛୁ। ଆମର ପରମେଶ୍ୱର ଜୀବନରେ କାହାକୁ ଜଣକୁ ମଧ୍ୟ ଡିସ୍କରେଜ କରିନାହାନ୍ତି। ସେ କେବେ ମଧ୍ୟ ନିରୁତ୍ସାହ କରିବା ପରମେଶ୍ୱର ନୁହନ୍ତି। ସେ ସବୁ ସମୟରେ ଅନ୍ୟକୁ ଉତ୍ସାହ ଦାତା ପରମେଶ୍ୱର ସେ ଅଟନ୍ତି। ଅନ୍ୟମାନଙ୍କୁ ଏନକରେଜ କରିବା, ଅନ୍ୟମାନଙ୍କୁ ଉତ୍ସାହ କରିବା, ଏଇଟା ଆମର ପରମେଶ୍ୱରଙ୍କର କାମ ଅଟେ। ପ୍ରିୟମାନେ, ଯେବେ ମଧ୍ୟ ମୁଁ ମେସେଜ ଦେବା ପାଇଁ ଯାଏ, ମେସେଜ ରେଡି ହୁଏ, ଆଉ ମେସେଜ ପ୍ରିଚ କରିବା ସମୟରେ
ଗୋଟେ ପଛଆଡୁ ଗୋଟେ ଶବ୍ଦ ଆସେ ଯେ ଏଇ ମେସେଜ କାହାକୁ ଦରକାର ନାହିଁ, ଏଇ ମେସେଜରେ କୌଣସି ପ୍ରକାର ଆତ୍ମୀୟତା ନାହିଁ, କଣ ପାଇଁ ତୁମେ ପ୍ରଚାର କରିବା ପାଇଁ ଯାଉଛୁ? ପଚକାନି ଅନେଇକିନା ଯଦି ଆପଣ ମୁଁ ଦେଖେ, ସେତେବେଳେ ଏଇଟା କିଏ କହୁଛି? ଏଇଟା ପରମେଶ୍ୱର କୁହନ୍ତିନି, ଏଇଟା କିଏ କହେ? ଏଇଟା ଶୈତାନ କହେ। ଶୈତାନ ସବୁବେଳେ ଆମେ ଯାହା ବି ଆମେ କରିବା, ସେ ଆମକୁ ନିରୁତ୍ସାହ କରିବାକୁ ଚାହେଁ। ତୋ ଦେଇ ଗୀତ ହେବ ନାହିଁ, ତୁ କାହିଁକି ଗାଉଛୁ? ତୋ ଦେଇ ଲିଡିଂ ହେବ ନାହିଁ, ତୁ କାହିଁକି ତୁ କରୁଛୁ? ପ୍ରିୟମାନେ, ଏଇ ପ୍ରକାର ଭାବରେ ସେ ଆମକୁ ସବୁବେଳେ ଡିସ୍କରେଜ କରେ। ତୁ କାହିଁକି ଲୋ ବିରିୟାନୀ ରାନ୍ଧୁଛୁ? ତୁ ତ ରାନ୍ଧି ପାରିବୁ ନାହିଁ, ସେ କହେ। ହଁ, ତାର କାମ ହେଲା ସେ କହିବା କାମ ତାର। ମାତ୍ର ଆମର ପରମେଶ୍ୱର କହ, ହଁ ତୁ ପାରିବୁ, ତୁ କରେ, ମୁଁ ଅଛି ତୋ ସାଇଡରେ ଅଛି, ମୁଁ ତୋତେ ସାହାଯ୍ୟ କରିବି, ତୁ ଆଗକୁ ବଢେଇବି। ଆମର ପରମେଶ୍ୱର ସେ ଉତ୍ସାହଦାତା ପରମେଶ୍ୱର ସେ ଅଟନ୍ତି। ଗୋଟେ ପଦ ଆମେ ପଢିବା, ଆମେ ରୋମିଓ ପୁସ୍ତକ 15 ଅଧ୍ୟାୟ ଏହାର 5 ପଦ ଲେଖାଗଲା, ଧୈର୍ଯ୍ୟ ଓ ସାନ୍ତ୍ୱନାଦାତା ଈଶ୍ୱର। ଏଠି ସାନ୍ତ୍ୱନାଦାତା ବୋଲି ଲେଖାଯାଉଛି, ମାତ୍ର ଏହା ପ୍ରକୃତରେ ହଉଛି ଉତ୍ସାହଦାତା। ଧୈର୍ଯ୍ୟ ଓ ଉତ୍ସାହଦାତା ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ଅନୁରୂପରେ ପରସ୍ପର ଏକମନା ହେବାକୁ ଦିଅନ୍ତୁ। ଆମମାନଙ୍କ ପରମେଶ୍ୱର କି ପ୍ରକାର ପରମେଶ୍ୱର? ସେ ଆମକୁ ଉତ୍ସାହ କରିବା ପରମେଶ୍ୱର। ଯେତେବେଳେ ଆମେ ଗୋଟେ ହୋଟେଲକୁ ଯାଉ, ଖାଇବାକୁ ଆମକୁ ଦିଅନ୍ତି, ଯେତେବେଳେ ସେ ୱେଟର ଆମକୁ ଖାଇବାଟା ଆଣିକି ଦିଅ, ଯେତେବେଳେ ଆମେ କଣ କହୁ? ଆମେ ଥ୍ୟାଙ୍କ ୟୁ। ପାଣି ଆଣିଦେଲେ ଥ୍ୟାଙ୍କ ୟୁ, ଖାଇବାଟା ଦେଲେ ଥ୍ୟାଙ୍କ ୟୁ। ପଇସା ଦବୁ କି ନାହିଁ ଆମେ? ପଇସା ଦେବାଟା ଦେବୁ ଆମେ, ମାତ୍ର ଆମେ ଥ୍ୟାଙ୍କ ୟୁ ବୋଲି କହୁଥିବୁ। ମାତ୍ର ନିଜ ସ୍ତ୍ରୀକୁ କେବେ ଥ୍ୟାଙ୍କ ୟୁ ବୋଲି କହିବୁ ଆମେ? ନାଇଁ। ରାଟୁ କେତେବେଳେ କରିବୁ? ଚା ବନେଇଛି, ହଁ, ମତେ ମାରିବାକୁ ଚାହୁଁଛୁ? ଏତେ ଚିନି ଭର୍ତ୍ତି କରିଦେଇଛୁ, ହଁ, କଣ? ସେ ଯଦି ତରକାରୀ ରାଗ ହେଇଗଲା ବୋଲେ କଣ? ମତେ ମାରିବାକୁ ଚାହୁଁଛୁ? ଜଳାପୋଡା। ପ୍ରିୟ ମାନେ, ଆମର ଘରେ ଆମେ ବାହାରେ ଆମେ ଲୋକମାନଙ୍କୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ବୋଲି ଆମେ କହିବାକୁ ଜାଣିଛୁ ଆମେ, ମାତ୍ର ନିଜର ସ୍ତ୍ରୀଙ୍କୁ, ନିଜର ପୁଅ ଝିଅକୁ ଥ୍ୟାଙ୍କ ୟୁ କହିବାକୁ ଜଣା? ଆମେ ଆମର ପୁଅ ଝିଅ ଗୋଟେ ଡ୍ରଇଂ କରିକିନା ଆଣିକି ଦେଖାନ୍ତି ଆମକୁ, ସେ ସିଂହର ଡ୍ରଇଂ କରିଛି ବାବା ବୋଲୁଥିବ, ମାତ୍ର କୁକୁର ପରି ଦୋଷୁଥିବ ସେଇଟା, ସେ ଡ୍ରଇଂଟା। ମାତ୍ର ହେଲେ ବି ଆମେ ତାକୁ କଣ କରିପାରୁଛେ? ଠିକ ଅଛି, ଧୀରେ ଧୀରେ ହେବ। ଓକେ, ଯଦି ଆମେ କହିବୁ ତୁ କେବେ ଡ୍ରଇଂ କରିପାରିବୁ ରେ, ଚିତ୍ର କରିପାରିବୁ କି, ତୋ ହାତରେ ହେବ କି ରେ ବୋଲି କହିଲେ, ସେ କେବେ ହେଲେ ମଧ୍ୟ ଉତ୍ସାହ ହେବ ନାହିଁ। ଆମମାନଙ୍କ ପରମେଶ୍ୱର ସେ ଏନକରେଜ କରିବା ପରମେଶ୍ୱର। ଦିନେ ମୁଁ ବ୍ରହ୍ମପୁର ଯାଇଥିଲି। ବ୍ରହ୍ମପୁର ଯିବା ସମୟରେ ସେଇ ସ୍ଥାନରେ ଗୋଟେ ପ୍ରଭୁଙ୍କର ଦାସଙ୍କର ଦେହ ଖରାପ ଥିଲା। କୋରାପୁଟ ଆସିଲା ପରେ ତାଙ୍କ ଦେହ ଖରାପ ହେଇଯିବାରୁ ମୁଁ ତାଙ୍କୁ ଧରିକିନା ତାଙ୍କ ଘର ବ୍ରହ୍ମପୁରକୁ ନେଇଗଲି। ଆଉ ଯେତେବେଳେ ସେ ବ୍ରହ୍ମପୁର ମେଡିକାଲ ଆଡମିଟ ଥିଲେ, ସେଇ ସ୍ଥାନରେ ମୁଁ ବସି ତାଙ୍କ ସହିତ କଥାବାର୍ତ୍ତା ହଉଛି। ସେଇ ସମୟରେ ଜଣେ ପ୍ରଭୁଙ୍କ ଦାସ ଆସିଲେ ତାଙ୍କୁ ଭିଜିଟ କରିବା ପାଇଁ। ଆଉ ମୁଁ ତାଙ୍କ ସହିତ କଥାବାର୍ତ୍ତା ହେଲି। କଥାବାର୍ତ୍ତା ହେଲା ପରେ ସେ କହିଲେ, ତୁମେ କଣ କରୁଛ? ମୁଁ କହିଲି, ମୁଁ ସଣ୍ଡେ ସ୍କୁଲ ଟିଚର ଅଛି ବୋଲି କହିବାରୁ ସେ କହିଲେ, ତୁମର ଭଏସ ଟା ଏତେ ଦମଦାର ଅଛି, ଗୁମ ଗୁମ ଶୁଭୁଛି, ତୁମେ କଣ ସଣ୍ଡେ ସ୍କୁଲ ଟିଚର ହେଇଛ? ତୁମେ ପାଷ୍ଟର ହେଲେ ହେବ ନାହିଁ କି? ପ୍ରିୟ ମାନେ, ଏମିତି ଏନକରେଜ କରିବା ଲୋକ ଦରକାର ଅଛି। ହାଲେଲୁୟା। ଆମକୁ ଲୋକମାନେ ଡିସ୍କରେଜ କରିବା ପାଇଁ ବହୁତ ଲୋକ ଅଛନ୍ତି। ସେ ଛୋଟିଆ ଏନକରେଜମେଣ୍ଟ, ୱାଓ ମତେ ଏତେ ସୁନ୍ଦର ଭଏସ ଦେଇଛନ୍ତି, ମୁଁ ସେ ଗାଇ ସିନା ପାରୁନାହିଁ, ମୁଁ ଗାଇଲେ ଆପଣ ମାନେ ଭିଡିଓ ଅଫ୍ କରିଦେବେ ବୋଲି ମୁଁ ଗାଉନାହିଁ ବେଳେ ବେଳେ, ହେଲା। କାହିଁକି ନା ସ୍ୱର ସେତେ ଭଲ ନାହିଁ, ଗାଇବା ସ୍ୱର ନାହିଁ, ସମସ୍ତଙ୍କୁ ଗାଇବା ସ୍ୱର ଦେଇ ନଥିବେ, ମାତ୍ର କେ ଜଣଙ୍କୁ ସେ ଦମଦାର ଭଏସ ଦେଇଥିବେ, ଘୁମ ଘୁମ ଶୁଭୁଥିବ। ଜଣେ ହିନ୍ଦୁ ଲୋକ ମଧ୍ୟ ମତେ ଭେଟିକା କହିଲେ, ତୁମର ଆୱାଜରେ ଗୋଟେ ବହୁତ ସୁନ୍ଦର ଦମଦାର ସ୍ୱର ଅଛି। ପ୍ରିୟମାନେ, ଆମକୁ ବାଛିବା ପାଇଁ ଅନେକ ଲୋକ ଅଛନ୍ତି, ମାତ୍ର ଏନକରେଜ କରିବା ପାଇଁ ଆମର ପରମେଶ୍ୱର ଅଛନ୍ତି। ଆମର ପରମେଶ୍ୱର ସବୁ ପରିସ୍ଥିତିରେ ସେ ଆମକୁ ଉତ୍ସାହିତ କରନ୍ତି, ଏନକରେଜ କରନ୍ତି। ସେ ହଉଛନ୍ତି ଉତ୍ସାହଦାତା ପରମେଶ୍ୱର। ଆମେନ୍। ପ୍ରିୟମାନେ, ସେ କେବେ କାହାକୁ ସେ ନିରୁତ୍ସାହିତ କରନ୍ତି ନାହିଁ, ସବୁ ସମୟରେ ସମସ୍ତଙ୍କୁ ଉତ୍ସାହ କରନ୍ତି। ଆମକୁ କଣ ଦରକାର ଅଛି? ଆମକୁ ଉତ୍ସାହ ଦରକାର ଅଛି। ଆମକୁ ଗୋଟେ ଛୋଟିଆ ଉତ୍ସାହ ଯଦି ଆମକୁ ଦିଆଯିବ,
ଆମେ କେତେ ଆଗକୁ ବଢିପାରିବା, ଆମେ କେତେ ଆମେ ଆଗକୁ ଯାଇପାରିବା। ଦେଖନ୍ତୁ ଆମର ପରମେଶ୍ୱର କି ପ୍ରକାର ଭାବରେ ଉତ୍ସାହିତ କରୁଛନ୍ତି। ମୋ ସହିତ ଆପଣମାନେ ଫିଟେଇବେ ପ୍ରଥମ ରାଜାବଳୀ 19 ଅଧ୍ୟାୟକୁ ଆସିବେ ଆପଣମାନେ। ପ୍ରଥମ ରାଜାବଳୀ 19 ଅଧ୍ୟାୟରେ ଜଣେ ଭବିଷ୍ୟତ ବକ୍ତା ଅଛନ୍ତି। ସେ ଭବିଷ୍ୟତ ବକ୍ତା ମୃତ୍ୟୁ ପ୍ରାର୍ଥନା କରୁଛନ୍ତି। ମତେ ବଞ୍ଚିବା ଦରକାର ନାହିଁ, ମୁଁ ମରିଯିବାକୁ ଚାହୁଁଛି, ମତେ ବଞ୍ଚିକିନା କଣ ଲାଭ। ଭାବି ଦେଖନ୍ତୁ, ଜଣେ ସାଧାରଣ ବିଶ୍ୱାସୀ ଯେତେବେଳେ ଆତ୍ମହତ୍ୟା କରିବା ପାଇଁ ଯୋଜନା କରେ, ତାଙ୍କୁ ବୁଝେଇବାଟା ସହଜ। ମାତ୍ର ଗୋଟେ ଭବିଷ୍ୟତ ବକ୍ତା ଯେତେବେଳେ ସେ ମୃତ୍ୟୁ ପ୍ରାର୍ଥନା କରନ୍ତି, ମୁଁ ମରିବା ପାଇଁ ଚାହୁଁଛି, ମତେ ବଞ୍ଚିକିନା କି ଲାଭ, ସେ ସମ୍ପୂର୍ଣ୍ଣ ଭାବରେ ଡିସ୍କରେଜ ହେଇଯାଇଛନ୍ତି। ଆଉ ଡିସ୍କରେଜ ହେଇକିନା ସେ ମୃତ୍ୟୁ ପ୍ରାର୍ଥନା କରୁଛନ୍ତି। ପରମେଶ୍ୱର ଗୋଟେ ମୃତ୍ୟୁ ପ୍ରାର୍ଥନା କରିବା, ଗୋଟେ ନିରୁତ୍ସାହିତ ହେଇଥିବା ଲୋକଙ୍କୁ କି ପ୍ରକାର ଉତ୍ସାହିତ କରୁଛନ୍ତି। ଆମେ ହେଲେ କହିଥାନ୍ତୁ ଲାଜ ଲାଗୁନାହିଁ, ଗୋଟେ ସ୍ତ୍ରୀକୁ ଡରିକିନା ମୃତ୍ୟୁ ପ୍ରାର୍ଥନା କରିବା ପାଇଁ ଯାଉଛୁ, ଲାଜ ଲାଗୁନାହିଁ? ଯେଡ଼େ ବଡ ଭବିଷ୍ୟତ ବକ୍ତା ଜିଜେବେଲକୁ କଣ ଡରୁ ଯାଉଛ? ଏଇ ପ୍ରକାର ଭାବରେ ପରମେଶ୍ୱର କହିନାହାନ୍ତି। ପରମେଶ୍ୱର ସେହି ଭବିଷ୍ୟତ ବକ୍ତାଙ୍କୁ ଉତ୍ସାହିତ କରିବା ପାଇଁ ଦୂତଙ୍କୁ ପଠାଉଛନ୍ତି। ଦୂତ, ତୁମେ ଯାଅ ଆଉ ସେ ଭବିଷ୍ୟତ ବକ୍ତାଙ୍କୁ ତୁମେ କଣ କର? ଉତ୍ସାହିତ କର। ଯେତେବେଳେ ସେ ମୃତ୍ୟୁ ପ୍ରାର୍ଥନା କଲେ 4 ପଦରେ, 5 ପଦରେ ସେ ଗୋଟେ ରତମ 5 ଲେଖା ହଉଛି, ତୁ ସେ ରତମ ବୃକ୍ଷ ମୂଳେ ଶୟନ କରି ନିଦ୍ରା ଗଲେ। ଏଥିରେ ଦେଖ, ଏକ ଦୂତ ତାଙ୍କୁ ସ୍ପର୍ଶ କରି କହିଲେ, ଉଠ ଭୋଜନ କର। ଟିକେ ଭାବି ଦେଖନ୍ତୁ କି ପ୍ରକାର ପରମେଶ୍ୱର। ଜଣେ ବ୍ୟକ୍ତି ଡିସ୍କରେଜ ହେଇଯାଇଛନ୍ତି, ସେବା କାର୍ଯ୍ୟକୁ ଛାଡି ଦେଇଛନ୍ତି, ମୃତ୍ୟୁ ପ୍ରାର୍ଥନା କରିକିନା ଗୋଟେ ଗଛ ତଳେ ଯାଇକିନା ଶୋଇ ପଡିଛନ୍ତି। ସେଇ ସମୟରେ ପରମେଶ୍ୱର ଗୋଟେ ଦୂତଙ୍କୁ ପଠାଉଛନ୍ତି, ଯାଅ ଆଉ ତୁମେ କଣ କର? ତାକୁ ଉତ୍ସାହିତ କର। କେତେ ସୁନ୍ଦର ପ୍ରିୟମାନେ, ଆମର ପରମେଶ୍ୱର ସେ ଆମକୁ ଉତ୍ସାହିତ କରିବା ପରମେଶ୍ୱର। ଆଜି ମଧ୍ୟ ପାରିବାରିକ ଜୀବନରେ ଆମେ ଡିସ୍କରେଜ ହେଇ ବସିଛୁ, ସେବା କାର୍ଯ୍ୟରେ ଆମେ ଡିସ୍କରେଜ ହେଇ ବସିଛୁ, ଯଦି କୌଣସି ବିଜନେସରେ ଆମେ ବିଫଳତା ହାସଲ କରିକି ଆମେ ବସିଛୁ, ଆଜି ମଧ୍ୟ ପରମେଶ୍ୱର ଆମକୁ ଉତ୍ସାହିତ କରନ୍ତି, ଏନକରେଜ କରନ୍ତି। ଦେଖନ୍ତୁ, ଅନେକ ଜଣ ପରୀକ୍ଷାରେ ବିଫଳ ହେଇଯାଉଛନ୍ତି, ଅନେକ ଜଣଙ୍କର ମାର୍କ କମ ପଳାଇ ଆସୁଛି। ସେତେବେଳେ ସେମାନେ ଡିସ୍କରେଜରେ ଭାଙ୍ଗି ହେଇକିନା ଗୋଟେ ରୁମ ଭିତରେ ନିଜକୁ ବନ୍ଦ କରିଦିଅନ୍ତି। ଏଇ ବ୍ୟକ୍ତି ମଧ୍ୟ ସେଇ ପ୍ରକାର ଭାବରେ ନିରୁତ୍ସାହିତ ହେଇଯାଇଛନ୍ତି। ଆଜି ଆପଣ ମାନେ କେଉଁ କେଉଁ କ୍ଷେତ୍ରରେ ନିରୁତ୍ସାହିତ ହେଇକିନା ଆପଣ ବସିଛନ୍ତି, ଆମକୁ ଜଣା ନାହିଁ, ମୁଁ ବି ଜାଣିନାହିଁ, ମାତ୍ର ପରମେଶ୍ୱର ଜାଣିଛନ୍ତି। ଆଉ ସେଇ ପରମେଶ୍ୱର କହୁଛନ୍ତି, ସେ ଆପଣା ଦୂତକୁ ପଠେଇକିନା କହୁଛନ୍ତି, ଉଠ। କୋଉଠୁ ଉଠ? ନିଦ୍ରାରୁ ଉଠ ନାହିଁ, ତୁମର ନିରୁତ୍ସାହପଣରୁ ତୁମେ ଉଠ। ବର୍ତ୍ତମାନ ଡିସ୍କରେଜ ହେଇଯାଇଛ, ଭାଙ୍ଗି ଯାଇଛ, ଆଉ ତୁମେ ସେବା କାର୍ଯ୍ୟକୁ ମଧ୍ୟ ଛାଡି ଦେଇଛ। ଅନେକ ଜଣ ଅଛନ୍ତି, ଆଉ ମୁଁ କଣ ପାଇଁ ସେବା କରିବି, ଆଉ କଣ ପାଇଁ ପୁଲପିଟକୁ ଯିବି, ଆଉ କଣ ପାଇଁ ମୁଁ ଏଇ ପ୍ରକାର କାମ କରିବି। ପ୍ରିୟମାନେ, ଆଜି ପରମେଶ୍ୱର ଆମ ସମସ୍ତଙ୍କୁ ସେ ଏନକରେଜ କରୁଛନ୍ତି, ଉତ୍ସାହଦାତା ପରମେଶ୍ୱର। ଆମର ପରମେଶ୍ୱର କେବେ କାହାକୁ ଡିସ୍କରେଜ କରନ୍ତି ନାହିଁ। ଯଦି କେହି ଆମକୁ ଡିସ୍କରେଜ କରନ୍ତି, ସେ ଶୈତାନ। ଆମକୁ ନିରୁତ୍ସାହ ହେଲା ପରି କଥା ଯଦି କିଏ କହନ୍ତି, ସେ ଶୈତାନ। ପରମେଶ୍ୱର କେବେ ମଧ୍ୟ କାହାକୁ ମଧ୍ୟ ସେ ନିରୁତ୍ସାହ କରୁନାହାନ୍ତି। ଏଠି ଦେଖନ୍ତୁ, ଜଣେ ପ୍ରଭୁଙ୍କର ଦାସଙ୍କୁ କି ପ୍ରକାର ଦୂତଙ୍କୁ ପଠେଇଲେ, ଆଉ ଦୂତ ତାଙ୍କୁ ସ୍ପର୍ଶ କରି, ମାନେ ଛୁଇଁକିନା, ବୋଲେ ଗୋଟେ ଦୂତ ମଧ୍ୟ ପ୍ରଭୁଙ୍କ ଦାସ ମାନଙ୍କୁ କେମିତି ସମ୍ମାନ ଦେବାଟା ଜାଣିଛନ୍ତି। ତାଙ୍କୁ ଛୁଇଁକିନା କଣ କରୁଛନ୍ତି କରି କହିଲେ, ଉଠ ଭୋଜନ କର। ତହିଁରେ ସେ ଅନାନ୍ତେ ଦେଖ, ତାହାଙ୍କ ମସ୍ତକ ପାଖରେ ଅଙ୍ଗାରରେ ପୋକ ଏକ ପିଠା ଓ ଏକ ପାତ୍ର ଜଳ ଅଛି। ଏଣୁ ସେ ଭୋଜନ ପାନ କରି ପୁନର୍ବାର ଶୋଇଲେ। ଏ ଉତ୍ତାରେ ସଦାପ୍ରଭୁଙ୍କ ଦୂତ ପୁନର୍ବାର ଦ୍ୱିତୀୟ ଥର ଆସି ତାଙ୍କୁ ସ୍ପର୍ଶ କରି କହିଲେ, ଉଠ ଭୋଜନ କର, କାରଣ ତୁମ୍ଭର ଶକ୍ତିରୁ ପଥ ଅଧିକ। ତୁ ସେ ଉଠି ଭୋଜନ କଲେ ଓ ସେହି ଖାଦ୍ୟ ବଳରେ ପରମେଶ୍ୱରଙ୍କ ପର୍ବତ ହରେବ ପର୍ଯ୍ୟନ୍ତ 40 ଦିନ ଓ 40 ରାତ୍ରି ଗମନ କଲେ। ଟିକେ ଭାବନ୍ତୁ, ପରମେଶ୍ୱର ଆପଣା ଲୋକମାନଙ୍କୁ ବଳ ଦିଅନ୍ତି, ଆପଣା ଲୋକମାନଙ୍କୁ ଉତ୍ସାହିତ କରନ୍ତି। ଗୋଟେ ସେବକ ସେବା କାର୍ଯ୍ୟରେ ନିରୁତ୍ସାହିତ ହେଇକିନା ଭାଙ୍ଗି ପଡିଛନ୍ତି, ଗୋଟେ ସ୍ୱାମୀ ପାରିବାରିକ ଜୀବନରେ ନିରୁତ୍ସାହିତ ହୋଇ ଭାଙ୍ଗି ପଡିଛନ୍ତି,
गोटे व्यक्ति से इंटरव्यू दे दे विभिन्न प्रकार विषय रे से तांकर स्ट्रगल जीवन रे भांगी पड़िछंती आ गोटे माँ गोटे स्त्री तांकर जीवन रे भांगी पड़िछंती परमेश्वर आछि मध्य दूत पठे प्रथम थर दूत पठेले उठिले नहीं द्वितीय थर दूत पठेले से उठिले प्रिय माने परमेश्वर सुजोग उपरे सुजोग देबा परमेश्वर उत्साह उपरे उत्साह करबा परमेश्वर आमर परमेश्वर आमको उत्साहित करती केबे हेले डिस्करेज करती नहीं जो समय आम पापरे पड़ जाऊ सांगे सांगे कहते उठ उठ पापर उठ अनुताप कर क्षमा माग आ पुनर्बार मिसी जाओ एटा आमर परमेश्वर काम से केबे हेले मते तो दे हेबो नहीं तू काहे की ये काम करूछु तू केबे पवित्र ही परिबु नहीं तू केबे यीशु परी ही परिबु नहीं तू केबे धार्मिक ही परिबु नहीं तू केबे स्वर्ग जाई परिबु नहीं एई प्रकार कोनोसी विषय से आमान को कहंती नहीं से आमको उत्साह देबा परमेश्वर से अटन भाबंतु केउट माननकु से डाकी किना सेबारे व्यवहार करिसंती गोटे चाष काम करतो हळ बुलेबा लोक इलिसा पर लोकंकु से डाकी किना सेवा कार्य व्यवहार करिसंती आमानको परमेश्वर से उत्साहदाता परमेश्वर एनकरेज करिबा परमेश्वर से अटंती एलियंकु एई प्रकार दूत पठेले दूत पठेले तापरे तांकु रोटी देले तांकु पानी देले आउ तांकर वाक्य सुनेगिना से कोन करछंती तांकु उत्साहित करछंती प्रिय माने मु मध्य आपण माने मध्य अन्य को उत्साहित करवाटा शिखिबार अछि एटा हमर दायित्व आमर पदे कथा लोक माने जो निरुत्साह प्रार्थना जाऊ नथिबे बाइबल पढु नथिबे सेही प्रकार लोक माननकु आमर कथा द्वारा आमे सेमानकु उत्साहित करिवार आवश्यक रहिछि बाइबल आमानकु कहे परस्पर को उत्साह करो प्रतिदिन उत्साह करो आमानकर दायित्व हैला अन्य माननकु उत्साहित करिबा आमे कोन पई उत्साहित करिबा पवित्र जीवन यापन करिबा पई पाप उपरे जयलाभ करिबा पई प्रभुଙ୍କ सहित सहभागिता करिबा पई चर्च जीवा पई आमान को लोक मान उत्साहित करिबार अछि एई जूम रे अनेक जन आसीबा इच्छा मात्र कई जन उत्साह करिबा लोक थान्ते जदि कहि थान्ते एई जूम सेवा कार्य द्वारा मो जीवन रे एई विषय गुडी परिवर्तन घटुची मो एई प्रकार लाभ गुडी पाइछि तुमे मध्य आसो जदि हम उत्साहित आमे करिबा लोक माने से माने आसी परिबे एटी देखंतु मु आपण मान को पढी सुनेबा पई चाहे प्रथम द्वितीय करन्तिय 7 अध्याय 6 पद द्वितीय करन्तिय 7 अध्याय 6 पद एटी लिखा जाउची तथापि भग्न साह मानंकु सांत्वना दियंती जे ईश्वर भाबी देखंतु जो माने भांगी पड़िछंती सेही प्रकार व्यक्ति मानंकु सांत्वना दियंती जे ईश्वर से केमती सांत्वना दउचंती से तीतोसंक आगमन द्वारा आंभ मानकु सांत्वना देले टिके भाबी देखंतु जने व्यक्ति पाउल मानंक परी डिस्कोरेज भांगी पड़ी थिबा बेले जने व्यक्ति तांको निकट को जाउचंती तांको ना हला तीतोस जेतो तांको पाखु जाउचंती समस्तंकर मुहरे हस फुटी जाउची समस्ते खुशी जाउचंती समस्ते पुनर्बार एनकरेज हो जाउचंती बेले बेले भाबे प्रभु मते मध्ये से प्रकार करो कोनसी परिवार जदि भांगी पड़िछंती डिस्करेज हेइछंती जदि मु जाऊ जाऊ से परिवार रो लोक मते किछि कहबा दरकार नै मोर प्रेजेंस ही लोक मान को एनकरेज करिवो के जो अछंती पुलपिट रे ठिया हेले आमे कान बंद कर दउ जानि छी ये कुटुकुटा हमको गाली करिवो डिस्करेज करिवो मात्र केजन अछंती से माने आसु आसु आमे एते खुशी हो जाओ वाओ ये आसी छथि आज निहाती मते एनकरेज करबे आज मते बळ देबे आज तांकर शिक्षा द्वारा मु एनकरेज हेबी तीतस्कर जीवन सेमति थिला से माने जो समय डिस्करेज अछंती सेही समय रे तीतस्कर आगमन जोठी तीतस जाउछंती सेठी लोक माने सांत्वना पाउछंती माने उत्साहित होउछंती प्रिय माने आमानकर मध्य काम सेमति रहिबार आवश्यक रहिछ आमानको परमेश्वर अन्य को उत्साहित करंती आमे मध्य उत्साहित करिबार आवश्यक रहिछ आमे कोन आमे जाइथिबु चर्च को बढ़िया ड्रेसिंग पेंटिंग ही जाइथिबु अन्य जनटी बेसी भलो हो जाइथिबु बोल कहले हमर धुआं बाहर स्टार्ट हे जिवो हमर कहिबार अछि
ଧୂଆଁ ଆମର ବାହାର। ଭଉଣୀ ଆଜି ବଢିଆ ଦେଖାଯାଉଛ, ଭାଇ ଆଜି ଭଲ ଦେଖାଯାଉଛନ୍ତି। ଆମକୁ ସେମିତି କହିବାଟା କେମିତି? ଆସିଛି 3-4ଟା କ୍ଲିପ, ଏତେ ଏତେ କ୍ଲିପ ଲଗେଇବା କଣ ଦରକାର ଅଛି ମୁଣ୍ଡରେ? ସିଏ ତାର ମୁଣ୍ଡରେ ଲଗେଇଛି, ତୁମର ମୁଣ୍ଡରେ କାହିଁକି ସେ ସବୁ ଅସୁବିଧା ହଉଛି? କି ପ୍ରକାର ଭୟଙ୍କର ଆମର ଷ୍ଟୋରି। ଦେଖ, କଥାବାର୍ତ୍ତା ସେଇଟା। ଏମିତି ପିନ୍ଧିଛି, ସେମିତି ପିନ୍ଧିଛି, ଦେଖୁନ। ଚୁଟି ଛାଡିକିନା କେବେ ଚର୍ଚ୍ଚକୁ ଆଇବା କଥା? ଏ ଚୁଟି ଛାଡିକିନା ଆସିଛି। ଆମେ ଲୋକଙ୍କୁ ଡିସ୍କରେଜ କରିବାରେ ଆମେ ବହୁତ ବହୁତ ପାରଙ୍ଗମ। ପ୍ରିୟମାନେ, ଆଜି ଆମର କଥାବାର୍ତ୍ତା ଅନ୍ୟକୁ ଉତ୍ସାହିତ କରିବାର ଅଛି। ଆମର ପରମେଶ୍ୱର ସାନ୍ତ୍ୱନା, ଏନକରେଜ କରିବା ପରମେଶ୍ୱର, ଉତ୍ସାହ କରିବା ପରମେଶ୍ୱର। ପାପ କରିବା ପାଇଁ ନାହିଁ, ପାପ ଉପରେ ଜୟଲାଭ କରିବା ପାଇଁ ଉତ୍ସାହିତ କରନ୍ତି। ପବିତ୍ର ଜୀବନ ଯାପନ କରିବା ପାଇଁ ଉତ୍ସାହିତ କରନ୍ତି। ପ୍ରଭୁଙ୍କ ମାର୍ଗରେ ଚାଲିବା ପାଇଁ ଉତ୍ସାହିତ କରନ୍ତି। এই କରନ୍ତୀୟ ମଣ୍ଡଳୀର କଥା ମୁଁ ଆପଣମାନଙ୍କୁ କହୁଛି। କରନ୍ତୀୟ, ଏହାର ପ୍ରଥମ କରନ୍ତୀୟ 9 ଅଧ୍ୟାୟ 24 ପଦ ଲେଖାଗଲା, ଯୋଉମାନେ ରଙ୍ଗଭୂମିରେ ଦୌଡନ୍ତି ସେମାନେ ସମସ୍ତେ ଦୌଡନ୍ତି ସତ, କିନ୍ତୁ କେବଳ ଜଣେ ଯେ ପଣ ପାଏ ଏହା କି ତୁମ୍ଭେମାନେ ଜାଣ ନାହିଁ? ତୁମ୍ଭେମାନେ ଯେପରି ପଣ ପାଇବ ଏଥିପାଇଁ ସେହିପରି ଦୌଡ। କାହାକୁ କହୁଛନ୍ତି ଏଇଟା? ଏଇଟା କରନ୍ତୀୟ ମଣ୍ଡଳୀ କହୁଛନ୍ତି। କରନ୍ତୀୟ ମଣ୍ଡଳୀରେ ଦଳଭେଦ ଅଛି। କିଏ କହୁଛି ମୁଁ ପାଉଲଙ୍କର, କିଏ କହୁଛି ମୁଁ ଆପୋଲୋଙ୍କର, କିଏ କହୁଛି ମୁଁ କେଫାଙ୍କର, କିଏ କହୁଛି ଯୀଶୁଙ୍କର। ସେମାନଙ୍କ ଭିତରେ ଦଳଭେଦ ଅଛି। କରନ୍ତୀୟ ମଣ୍ଡଳୀରେ ବ୍ୟଭିଚାର ଅଛି। କରନ୍ତୀୟ ମଣ୍ଡଳୀର ଲୋକମାନେ ଥାନା ବାଟ ବେଶୀ ହଉଛନ୍ତି। ସେ ତାକୁ ଧରି କୋର୍ଟକୁ ଯାଉଛି, ସେ ତାକୁ ଯାଇ ଥାନାକୁ ଯାଉଛି। ଆଉ କରନ୍ତୀୟ ମଣ୍ଡଳୀର ଲୋକମାନେ ଦେବପ୍ରସାଦ ମଧ୍ୟ ଭୋଜନ କରୁଛନ୍ତି। ଏମିତି ଗୋଟେ ମଣ୍ଡଳୀ କରନ୍ତୀୟ ମଣ୍ଡଳୀ ଅଟେ। ଆତ୍ମିକ ଦାନରେ ଭରିପୂର୍ଣ୍ଣ ଅଛନ୍ତି, ମାତ୍ର ଆତ୍ମିକ ନାହାନ୍ତି। ସେଇ ପ୍ରକାର ମଣ୍ଡଳୀ କହୁଛନ୍ତି ଦୌଡ଼ ଦୌଡ଼। ଏ ମଣ୍ଡଳୀ ନର୍କକୁ ଯିବ, ଏ ମଣ୍ଡଳୀ ବର୍ବାଦ ହେଇଯିବ, ଏ ମଣ୍ଡଳୀ କେବେ ହେଲେ ଆତ୍ମିକ ହେଇପାରିବ ନାହିଁ। ଏଇ ପ୍ରକାର କଥା ପାଉଲ କହୁନାହାନ୍ତି। ସେ କହୁଛନ୍ତି ଦୌଡ଼ ଭାଇ ଦୌଡ଼, ଆଗକୁ ଦୌଡ଼। ପୁରସ୍କାର ପାଇଲା ପରି ତୁମେ ଦୌଡ଼। ଯୋଉ ଯୋଉ ବିଷୟ ଗୁଡିକ ତୁମକୁ ପୁରସ୍କାର ବଞ୍ଚିତ କରୁଛି, ସେ ସବୁ ଛାଡିକିନା ତୁମେ ଦୌଡ଼। ପ୍ରିୟମାନେ, ଆମେ ଲୋକକୁ ଦେଖୁ ଦେଖୁ, ଯଦି ଆମେ କାହାକୁ ଦେଖୁ ଦେଖୁ ଆମେ ଦେଖିଦେଲୁ ଜଣେ ସିଗାରେଟ ପିଉଛି, ଆମେ ସାଙ୍ଗେ ସାଙ୍ଗେ ଆମେ କଣ କରିବୁ? 15 ଲୋକକୁ କହିବୁ ସେ ସିଗାରେଟ ପିଉଛି, ସେ ସିଗାରେଟ ପିଉଛି। ଆପଣଙ୍କୁ ସେ ସିଗାରେଟ ପିଇବାଟା କାହିଁକି ଦେଖେଇଲେ? ଏଥିପାଇଁ ଦେଖେଇଲେ ଅନ୍ୟମାନଙ୍କୁ କୁହ ବୋଲି ନାହିଁ। ସେଇ ବ୍ୟକ୍ତି ସେ ସିଗାରେଟ ପିଇବା ଠାରୁ କେମିତି ବାହାରିବେ, ସେ ପୁଡିଆ ଖାଇବା ଠାରୁ କେମିତି ବାହାରିବେ, ଖରାପ ଭିଡିଓରୁ କେମିତି ବାହାରିବେ, ଆପଣ ତାଙ୍କ ସହିତ ମିଶିକିନା ତାଙ୍କୁ କହିବାର ଅଛି, ଭାଇ ଆପଣ ପ୍ରଭୁଙ୍କର ଲୋକ, ଆପଣ ଏଇ ପ୍ରକାର କାମ କରିବାଟା ଭଲ ନୁହେଁ। ଏଇ ପ୍ରକାର ବିଷୟ ଆପଣଙ୍କୁ ନରକକୁ ନେଇଯିବ। ଗାଲାତୀୟ ମଣ୍ଡଳୀରେ ସେଟା ତ ଲେଖାଯାଉଛି 6 ଅଧ୍ୟାୟ 1 ପଦ, ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରା ପଡେ, ଆତ୍ମିକ ଯେ ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକଙ୍କୁ ସଂଶୋଧନ କର। କଣ କର? ତାଙ୍କ ବିଷୟରେ ପ୍ରଚାର କରି ବୁଲ ନାହିଁ। ଆଜି ଏଇଟା ଗୋଟେ ରହିଛି ଆମମାନଙ୍କ ମଧ୍ୟରେ। କାହାର ଦୁର୍ବଳତା ଦେଖିଲା ପରେ ଆମେ ଆଖି ବନ୍ଦ କରି ମତେ ପ୍ରଭୁ ଜଣାଉଛନ୍ତି। ତମକୁ ପ୍ରଭୁ ଜଣେଇଲେ ଯେ କଣ ପାଇଁ ଜଣେଇଲେ? ସଂଶୋଧନ କରିବା ପାଇଁ ଜଣେଇଲେ, ତାଙ୍କୁ ସୁଧାରିବା ପାଇଁ ଜଣେଇଲେ, 15 ଲୋକଙ୍କୁ ପ୍ରଚାର କରିବା ପାଇଁ ଜଣେଇ ନାହାନ୍ତି। ଏଇଟା ହଉଛି ଆମମାନଙ୍କ ଏନକରେଜମେଣ୍ଟ। ଯେତେବେଳେ ସେ ଭାଇ ଜାଣିବେ ଯେ ମୁଁ ଏମିତି ପାପରେ ଥିବା ସମୟରେ ଏଇ ଭାଇ ବା ଏଇ ଭଉଣୀ ମତେ ସେ ପାପରୁ ଉଦ୍ଧାର କଲେ, ମୋ ବିଷୟରେ କାହାକୁ କହିଲେ ନାହିଁ। ପ୍ରିୟମାନେ, ସଂଶୋଧନ କର, ପୁଣି କାଳେ ପୁଣି କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡିପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ। ଯୀଶୁଖ୍ରୀଷ୍ଟ ଏ ବିଷୟରେ କଣ କହୁଛନ୍ତି? ଯୀଶୁଖ୍ରୀଷ୍ଟ କେମିତି ପରମେଶ୍ୱର ସେ ଅଟନ୍ତି? 12 ଅଧ୍ୟାୟ ମାଥ୍ୟୁ ଲିଖିତ ସୁସମାଚାର ଆମେ ପଢିବା। ଆମେ 12 ଅଧ୍ୟାୟରେ ସେ କହୁଛନ୍ତି, 18 ପଦରୁ ପଢୁଛି, ଲମ୍ବା ହବ ଟିକେ ଶୁଣନ୍ତୁ। ଦେଖ, ଆମ୍ଭର ଦାସ ଯାହାଙ୍କୁ ଆମେ ମନୋନୀତ କରିଅଛୁ, ଆମ୍ଭର ପ୍ରିୟ ଦାସ ଯାହାଙ୍କ ଠାରେ ଆମ୍ଭର ଆତ୍ମାର ପରମ ସନ୍ତୋଷ, ଆମ୍ଭେ ତାହା ଉପରେ ଆପଣା ଆତ୍ମା ଅଧିଷ୍ଠାନ କରାଇବା। ଆଉ ସେ ବିଜାତି ମାନଙ୍କ ନିକଟରେ ନ୍ୟାୟ ବିଚାର ପ୍ରଚାର କରିବେ। ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚ ସ୍ୱର କରିବେ ନାହିଁ, କିମ୍ବା ଦାଣ୍ଡରେ କେହି ତାହାଙ୍କର ସ୍ୱର ଶୁଣିବ ନାହିଁ।
20 ପଦ, ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା ନଳ ଭାଙ୍ଗିବେ ନାହିଁ। ଭାବି ଦେଖନ୍ତୁ, ଗୋଟେ ନଳଟା, ଗୋଟେ ବାଡିଟାକୁ ଛେଚି 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 ପୁରା ଗୁଣ୍ଡ ହେଇଯାଇଛି, ଟିକେ ଏକା ଲାଗିଛି, ହେଲେ ମଧ୍ୟ ସେଇଟାକୁ ସେ ବିଚାର କରୁନାହାନ୍ତି, ସେଇଟାକୁ ସେ ଭାଙ୍ଗି ଦଉନାହାନ୍ତି। ଆମ ପରମେଶ୍ୱର କି ପ୍ରକାର ପରମେଶ୍ୱର, ସେ ଛେଚା ନଳ ଭାଙ୍ଗିବେ ନାହିଁ କି ସଧୁମ ସଳିତା ଲିଭେଇବେ ନାହିଁ। ଯେତେବେଳେ ଗୋଟେ ସଳିତା ଲିଭିଯାଏ, ଲିଭି ଗଲା ପରେ ସେଠୁ ଧୂଆଁ ବାହାରୁଥାଏ, ସେ ଧୂଆଁକୁ ମଧ୍ୟ ସେ ଲିଭାନ୍ତି ନାହିଁ, କହନ୍ତି ଆହୁରି ଚାନ୍ସ ଅଛି, ଆହୁରି ଇଏ ଜଳି ପାରିବ, ଆହୁରି ପୁନଃପ୍ରଜ୍ୱଳିତ ହେଇପାରିବ। ଭାବନ୍ତୁ, କ୍ରୁଶ ଉପରେ ଗୋଟେ ଚୋର ଥିଲା। Praise the ଆମେ Lord. ହେଲେ Hallelujah. ଭାବିଥାନ୍ତୁ, ଆମେ ହେଲେ ଭାବିଥାନ୍ତୁ ସେଇ ଚୋରଟା ପଦେ ହେଲେ କଥାବାର୍ତ୍ତା ଆମେ ହେଇନଥାନ୍ତୁ। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଚୋର ସହିତ କଥାବାର୍ତ୍ତା ହେଇ କହୁଛନ୍ତି, ଆଜି ତୁମେ ମୋ ସହିତ ପାରଦୀସରେ ଆସିବ। ପ୍ରିୟମାନେ, ଆମର ପରମେଶ୍ୱର ଆମକୁ ଜୀବନର ଶେଷ ଯାଏଁ ସେ ସୁଯୋଗ ଦିଅନ୍ତି, ଶେଷ ଯାଏଁ ଆମକୁ ଉତ୍ସାହିତ କରନ୍ତି। ସୁଧୁମ ସଳିତାକୁ ନିଭାଇବେ ନାହିଁ। ଆମର ପରମେଶ୍ୱର ସେ ପ୍ରକାର ପରମେଶ୍ୱର ଅଟନ୍ତି। ଆମର ସୁସମାଚାର କୋଉଠୁ ଆରମ୍ଭ ହେବ? ଡାଇରେକ୍ଟ ଆମେ ସୁସମାଚାର ପ୍ରଚାର କଲେ ନର୍କରୁ ଆଗ ପ୍ରଚାର କରିବୁ ଆମେ। ମାତ୍ର ଆମର ପରମେଶ୍ୱର ସେ ଉତ୍ସାହ ଦେବା ପରମେଶ୍ୱର ସେ ଅଟନ୍ତି, ଆମକୁ ସାନ୍ତ୍ୱନା କରିବା ପରମେଶ୍ୱର ସେ ଅଟନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଅନ୍ୟମାନଙ୍କୁ ଉତ୍ସାହ କରିବା, ଅନ୍ୟମାନଙ୍କୁ ସାନ୍ତ୍ୱନା କରିବା, ଏଇଟା ଆମେ ଶିଖିବାର ଆବଶ୍ୟକ ରହିଅଛି। ଆମମାନଙ୍କ ପରମେଶ୍ୱର କେବେ କାହାକୁ ମଧ୍ୟ ସେ ଡିସ୍କରେଜ କରନ୍ତି ନାହିଁ, ଆଉ ସେ କି ପ୍ରକାର ଭାବରେ ଆମମାନଙ୍କୁ ଉତ୍ସାହିତ କରନ୍ତି। ଗୋଟେ ସୁନ୍ଦର ପଦ ଆମେ ପଢିବା, ଆମେ ମୋ ସହିତ ଆପଣମାନେ ପଢିବେ। ବିଚାରକର୍ତ୍ତା 6 ଅଧ୍ୟାୟରେ ଯେତେବେଳେ ଗିଦିଅନ ବିଷୟରେ ଲେଖାଯାଉଛି, ସେଇ ସ୍ଥାନରେ କି ପ୍ରକାର ଭାବରେ ସେ ତାଙ୍କ ସହିତ କଥାବାର୍ତ୍ତା ହଉଛନ୍ତି। ଯେତେବେଳେ ଆମେ ବିଚାରକର୍ତ୍ତା 6 ଅଧ୍ୟାୟକୁ ଆମେ ଆସୁଛୁ, ମିଦିଅନୀ ମାନେ ଯେତେବେଳେ ସବୁ ଲୁଟ କରିବାକୁ ଆସିବା ସମୟରେ, ସେଇ ସମୟରେ ଗିଦିଅନ କଣ କରୁଥିଲେ, ସେ ସେଇ ଶସ୍ୟ ଗୁଡିକକୁ ଲୁଚଉଥିଲେ। ସେଇ ସମୟରେ ଗିଦିଅନକୁ ପ୍ରଭୁ କଣ କହୁଅଛନ୍ତି? ଗିଦିଅନକୁ କହିଲେ 12 ପଦରେ, ତହିଁରେ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଦର୍ଶନ ଦେଇ କହିଲେ, ହେ ମହାବିକ୍ରମଶାଳୀ ଲୋକ, ସଦାପ୍ରଭୁ ତୁମ ସଙ୍ଗରେ ଅଛନ୍ତି। ମିଦିଅନ ମାନଙ୍କୁ ଡରିକିନା ଗିଦିଅନ ସେ ଗହମ ଲୁଚଉଛନ୍ତି। ଆମେ ହେଲେ କହିଥାନ୍ତୁ ଭୀରୁ, ଡରୁଆ କହିଥାନ୍ତୁ। ମାତ୍ର ଆମର ପରମେଶ୍ୱର ତାଙ୍କୁ କି ପ୍ରକାର ଭାବରେ ଉତ୍ସାହିତ କରୁଛନ୍ତି, କହୁଛନ୍ତି ହେ ମହାବିକ୍ରମଶାଳୀ ଲୋକ। ପ୍ରିୟମାନେ, ଆମର ପରମେଶ୍ୱରଙ୍କର ଏଇ ଯୋଉ ୱାର୍ଡ ଗୁଡିକ ଲୋକଙ୍କୁ କେମିତି ଏନକରେଜ କରାଯାଏ, ସେ ଭଲ ଭାବରେ ଜାଣିଛନ୍ତି। ଯୀଶୁଖ୍ରୀଷ୍ଟ ବାପ୍ତିସ୍ମ ନେଲା ପରେ ମଧ୍ୟ ପିତା ପରମେଶ୍ୱର କହୁଛନ୍ତି, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ଠାରେ ଆମର ପରମ ସନ୍ତୋଷ। ତାଙ୍କୁ ଉତ୍ସାହ, ବାପା ପୁଅକୁ ସମ୍ମାନ ଦଉଛନ୍ତି, ଉତ୍ସାହିତ କରୁଛନ୍ତି। ଆଜି ଆମେ ପରସ୍ପରକୁ ଉତ୍ସାହିତ କରିବାଟା ଆମେ ଶିଖିବାର ଆବଶ୍ୟକ ରହୁଛି। ଆମେ ଯେବେ ଆମେ ପରସ୍ପରକୁ ଉତ୍ସାହିତ କରିବାଟା ଆମେ ଶିଖିବା, ସେଇ ସମୟରେ ଲୋକମାନେ ପ୍ରଭୁଙ୍କ ପଛରେ ଆହୁରି ଅଧିକ ଉତ୍ସାହର ସହିତ, ଆହୁରି ଅଧିକ ଆତ୍ମୀୟତାର ସହିତ ଚାଲିବେ। କାରଣ ଆମମାନଙ୍କ ପରମେଶ୍ୱର କେବେ ମଧ୍ୟ ଡିସ୍କରେଜ କରନ୍ତି ନାହିଁ। ଆମେ ଯେତେବେଳେ ପାପରେ ପଡିଯାଉ, ସେତେବେଳେ ସେ ଆମକୁ କଣ କହନ୍ତି? ଫେର, ପାପ କ୍ଷମା ମାଗ, ପୁନର୍ବାର ମିଶିଯାଅ। ଯଦି ଆମେ ସ୍ୱାମୀ ସ୍ତ୍ରୀ ଝଗଡା ହେଲୁ, ଆମେ ମିଶୁନାହୁଁ, ତାହେଲେ ଶୈତାନ ଆମ ଜୀବନରେ ଆସି ଆମକୁ ନିରୁତ୍ସାହ 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 କରି ପକେଇବ। ସେଥିପାଇଁ ପରମେଶ୍ୱର ଚାହୁଁଛନ୍ତି, ତୁମ ଝଗଡା ହେଉ, ଅଶାନ୍ତି ହେଉ, ସାଙ୍ଗେ ସାଙ୍ଗେ ତୁମେ କଣ କର? ତୁମେ ମିଶିଯାଅ। ମିଶିଗଲେ ଆଉ ଶୈତାନ ସେ ତୁମ ଜୀବନରେ ଆସି ତୁମକୁ ଡିସ୍କରେଜ କରିପାରିବ ନାହିଁ। ପ୍ରିୟମାନେ, ଆମମାନଙ୍କ ପରମେଶ୍ୱର ଆମମାନଙ୍କୁ ଉତ୍ସାହଦାତା ପରମେଶ୍ୱର। ଆଉ ସେ କି ପ୍ରକାର ଭାବରେ ଆମମାନଙ୍କୁ ଉତ୍ସାହିତ ଦିଅନ୍ତି? କେବଳ ଏମିତି କରି କରିକା ଉତ୍ସାହ ଦିଅନ୍ତି ତାହା ନୁହେଁ, ଆଉ ଅନ୍ୟ ମାଧ୍ୟମରେ ମଧ୍ୟ ସେ ଆମମାନଙ୍କୁ ଉତ୍ସାହିତ କରନ୍ତି। ଆମେ ପଢିବା ଏବ୍ରୀ ପୁସ୍ତକ 12 ଅଧ୍ୟାୟର ଆମେ 5 ପଦରୁ ଆମେ ପଢିବା, ଆମେ କି ପ୍ରକାର ଆମର ପରମେଶ୍ୱର ଆଉ ପୁତ୍ରମାନଙ୍କ ପ୍ରତି ପୁତ୍ରମାନଙ୍କ ପରି ତୁମ୍ଭମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହ ବାକ୍ୟ ଭୁଲିଅଛ। ପୁତ୍ରମାନଙ୍କୁ ସେ କି ପ୍ରକାର ଉତ୍ସାହିତ କରୁଛନ୍ତି? ହେ ମୋହର ପୁତ୍ର,
ପ୍ରଭୁଙ୍କ ଶାସନକୁ ଲୋଭ ଜ୍ଞାନ କର ନାହିଁ। ବୋଲେ ସାମାନ୍ୟ ବିଷୟ ବୋଲି ଭାବ ନାହିଁ। ପ୍ରଭୁଙ୍କର ଶାସନକୁ କିମ୍ବା ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ। ଏଇଟା ହେଲା ଉତ୍ସାହ ବାକ୍ୟ। ଉତ୍ସାହ ବାକ୍ୟ କଣ? ପରମେଶ୍ୱର ମୁଁ ଟିକେ ଭୁଲ କଲେ ମତେ ସେ ଅନୁଯୋଗ କରୁଛନ୍ତି, ମତେ ସେ ବାଡିରେ ମାରୁଛନ୍ତି, ମତେ ସେ ଶାସନ କରୁଛନ୍ତି। ଗୀତ ରଚକ ଦାଉଦ କହୁଛନ୍ତି, ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡି ମତେ ସାନ୍ତ୍ୱନା ଦିଏ। ଭାବନ୍ତୁ, ସ୍କୁଲରେ ସାର୍ ଦିଦିଙ୍କର ବାଡି ଆମର ପିଠି ଫଟେଇ ଦଉଥିଲା। ମାତ୍ର ପରମେଶ୍ୱରଙ୍କର ବାଡିଟା, ପାଞ୍ଚଣଟା ଆମକୁ କଣ କରେ? ଯେତେବେଳେ ପାଞ୍ଚଣ ମାନେ ଗୋଟେ ମୁନିଆ କଣ୍ଟାଟା, ଯେତେବେଳେ ଗୋଟେ ମେଣ୍ଢା ଭୁଲ ବାଟରେ ଯାଏ, ସେଇ ସମୟରେ ତାକୁ ଏମିତି ଫୁଡି ଦିଆଯାଏ। ସେ ଜାଣିବା ଆବଶ୍ୟକ ରହିଛି ମୁଁ ଭୁଲ ମାର୍ଗରେ ଯାଉଛି। ଆମର ପରମେଶ୍ୱର ଆମକୁ ସେଇ ପ୍ରକାର ଭାବରେ ସେ ଆମମାନଙ୍କୁ ଉତ୍ସାହିତ କରନ୍ତି। ମୁଁ ତ ବାପା ଅଟେ, ତୁ ଭୁଲ ବାଟକୁ ଗଲେ ମୁଁ ତତେ ଶାସନ କରୁଛି। ଏଇଟା ଆମ ପାଇଁ ଉତ୍ସାହିତ ବିଷୟ। ଆମକୁ ବିଭିନ୍ନ ପ୍ରକାର ମାଧ୍ୟମରେ ସେ ଆମକୁ ଉତ୍ସାହିତ କରନ୍ତି। ଆଉ କେମିତି ଆମକୁ ଉତ୍ସାହ କରନ୍ତି? ଆମେ ଯୋଉ ସମୟରେ ଆମେ ଭୁଲ ମାର୍ଗକୁ ଯାଉ, ସେ ଆମକୁ ଛାଡି ଦିଅନ୍ତି ନାହିଁ। ଏଇଟା ଆମ ପାଇଁ ଉତ୍ସାହ। ଯୋଉ ସମୟରେ ଆମେ ଭୁଲ ବାଟକୁ ଯାଉ, ସେଇ ସମୟରେ ଆମକୁ ଛାଡି ଦିଅନ୍ତି ନାହିଁ। ଯେତେବେଳେ ଦାଉଦଙ୍କୁ ଏଇ କଥା କୁହାଗଲା, ଦାଉଦ ପୁରା କାନ୍ଦ କାନ୍ଦ ହେଇଗଲେ। ଯଦି ଆମେ ପଢିବା 2 ସାମୁଏଲ ପୁସ୍ତକ ଏହାର 7 ଅଧ୍ୟାୟରେ, ଯେତେବେଳେ ସେ କହିଲେ ମୁଁ ସଦାପ୍ରଭୁଙ୍କ ପାଇଁ ଗୃହ ନିର୍ମାଣ କରିବି, ସେତେବେଳେ ସେ ତୁମେ ତ ନିର୍ମାଣ କରିବ ନାହିଁ, ତୁମର ପୁଅ ନିର୍ମାଣ କରିବେ ବୋଲି 13 ପଦରୁ ସେ କହୁଛନ୍ତି, ସେ ଆମ୍ଭ ନାମ ନିମନ୍ତେ ଏକ ଗୃହ ନିର୍ମାଣ କରିବ ଓ ଆମ୍ଭେ ତାହାର ରାଜ୍ୟ ସିଂହାସନ ଅନନ୍ତ କାଳ ସ୍ଥାୟୀ କରିବା। ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ। ସେ ଅପରାଧ କଲେ ଆମ୍ଭେ ତାହାକୁ ମନୁଷ୍ୟମାନଙ୍କ ଦଣ୍ଡରେ ଓ ମନୁଷ୍ୟମାନଙ୍କ ପ୍ରହାରରେ ଶାସ୍ତି ଦେବା। ଏଇଟା ହେଲା ଉତ୍ସାହ। ମୁଁ ଭୁଲ ବାଟକୁ ଗଲେ ମତେ ପାଳକ ଶାସ୍ତି ଦଉନାହାନ୍ତି, ମା ବାପା ଶାସ୍ତି ଦଉନାହାନ୍ତି, କିଏ ମତେ କିଛି ନ କଲେ ମଧ୍ୟ ପରମେଶ୍ୱର ମତେ ଶାସ୍ତି ଦଉଛନ୍ତି। ମାନେ କହିଲେ ଏଇଟା ଆମ ପାଇଁ ଉତ୍ସାହ। କାହିଁକିନା ସେ ଉତ୍ସାହଦାତା ପରମେଶ୍ୱର କଣ? ଭୁଲ ବାଟକୁ ଗଲେ ଆମକୁ ପ୍ରହାର କରନ୍ତି, ଆମକୁ ଅନୁଯୋଗ କରନ୍ତି। ଆଜି କୌଣସି ବ୍ୟକ୍ତିଙ୍କୁ ଅନୁଯୋଗ ଭଲ ଲାଗେ ନାହିଁ। କେହି ମଧ୍ୟ ମତେ କେହି ଅନୁଯୋଗ କରନ୍ତୁ ବୋଲିକିନା ଆଗ୍ରହ ପ୍ରକାଶ କରନ୍ତି ନାହିଁ। ସଲୋମନ ରାଜା ନଷ୍ଟ ହେବାର କାରଣ କଣ? ସେ ସବୁ ଅନୁଯୋଗର ବାଟ ଗୁଡ଼ିକକୁ ବନ୍ଦ କରିଦେଲେ। କେହି ଜଣେ ମଧ୍ୟ ତାଙ୍କୁ ଆସିକିନା ଭୁଲ କଲେ ଅନୁଯୋଗ କଲେ ନାହିଁ। ମାତ୍ର ଦାଉଦ ଭୁଲ କରୁ କରୁ ନାଥନ ଭବିଷ୍ୟତ ବକ୍ତା ପଳେଇ ଆସୁଛନ୍ତି, ଆହୁରି ଭବିଷ୍ୟତ ବକ୍ତା ପଳେଇ ଆସୁଛନ୍ତି। ପ୍ରିୟମାନେ, ଏଇଟା ଆମ ପାଇଁ ଆହୁରି ଅଧିକ ସାନ୍ତ୍ୱନା, ଉତ୍ସାହର ବିଷୟ କଣ? ଯେ ଆମେ କୌଣସି ପ୍ରକାର ଭୁଲ ବାଟକୁ ଗଲେ ପରମେଶ୍ୱର ଆମକୁ ପ୍ରହାର କରୁଛନ୍ତି, ପରମେଶ୍ୱର ଆମକୁ ସେ ଅନୁଯୋଗ କରୁଛନ୍ତି। ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ। ଆମର ପରମେଶ୍ୱର କି ପ୍ରକାର ଆମକୁ ଉତ୍ସାହଦାତା ପରମେଶ୍ୱର। ଆମକୁ କେବେ ହେଲେ ମଧ୍ୟ ସେ ଏଇ ପ୍ରକାର ନିରୁତ୍ସାହର ଶବ୍ଦ କୁହନ୍ତି ନାହିଁ, ନିରୁତ୍ସାହ କରନ୍ତି ନାହିଁ ଯେ ତୁମର ଦେଇ ହେଇପାରିବ ନାହିଁ। ପ୍ରିୟମାନେ, ଲୋକମାନେ ଅଛନ୍ତି ଆମକୁ ନିରୁତ୍ସାହ କରିବା ପାଇଁ, ମାତ୍ର ପରମେଶ୍ୱର କେବେ ମଧ୍ୟ ସ୍ୱପ୍ନରେ ମଧ୍ୟ କାହାକୁ କେବେ ହେଲେ ନିରୁତ୍ସାହିତ କରିନାହାନ୍ତି। ସବୁ ସମୟରେ ଉତ୍ସାହିତ କରିଛନ୍ତି। ଆଉ ସେ କଣ ଉତ୍ସାହିତ, କି ପ୍ରକାର ଉତ୍ସାହିତ କରନ୍ତି? ସେ ଅନୁଯୋଗ ଦ୍ଵାରା ଉତ୍ସାହିତ କରନ୍ତି। ସେ ଆମକୁ ପ୍ରହାର କରିବା ଦ୍ଵାରା ଆମକୁ ଉତ୍ସାହିତ କରନ୍ତି। ଆଉ ଯେ ପ୍ରକାର କି ପିତା ଆପଣା ସନ୍ତାନ ମାନଙ୍କୁ ଶାସନ କଲା ପରି ସେ ଆମମାନଙ୍କୁ ଶାସନ କରନ୍ତି। ସେଥିପାଇଁ ଲେଖାଯାଏ ଯେ କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି, ପୁଣି ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି ତାହାଙ୍କୁ ପ୍ରହାର କରନ୍ତି। ଶାସନ ଉଦ୍ଦେଶ୍ୟରେ ତ ତୁମେମାନେ କ୍ଲେଶ ସହ୍ୟ କରୁଅଛ, ଈଶ୍ୱର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି। କାରଣ ପିତା ଯାହାକୁ ଶାସନ ନ କରନ୍ତି ଏପରି ପୁତ୍ର କିଏ ଅଛି? ଆମେ କେବଳ ଗୋଟେ ପାର୍ଟ ଦେଖିଲେ ହେବ ନାହିଁ, 2ଟା ପାର୍ଟ ବି ଆମେ ଦେଖିବାର ଆବଶ୍ୟକ ରହିଛି। ଆମେ ଯୋଉ ସମୟରେ ଆମମାନଙ୍କର ବିଭିନ୍ନ ପ୍ରକାର ଦୁର୍ବଳତା ସମୟରେ ସେ ଆମମାନଙ୍କୁ ଉତ୍ସାହିତ କରନ୍ତି, ଆଉ ଯେଉଁ ସମୟରେ ଆମେ ଭୁଲ ବାଟକୁ ଆମେ ପଳେଇ ଯାଉ, ସେଇ ସମୟରେ ସେ ଆମମାନଙ୍କ ପିତା ପରି ଆମକୁ ପ୍ରହାର କରେ। ତାଙ୍କର ପ୍ରହାର
ଆମକୁ କଣ କରେ? ଉତ୍ସାହିତ କରେ। ତାଙ୍କର ଅନୁଯୋଗ କଣ କରେ? ଆମକୁ ଉତ୍ସାହିତ କରେ। ଆଜିକାଲିର ପୁଅ ଝିଅ ମାନେ ମା ବାପାଙ୍କର ଅନୁଯୋଗ ଶୁଣନ୍ତି ନାହିଁ, ପାଳକ ପ୍ରଚାରକ ଅନୁଯୋଗ ଶୁଣନ୍ତି ନାହିଁ, କାହାର ଶୁଣନ୍ତି ନାହିଁ। ସେଥିପାଇଁ ସେମାନେ ନଷ୍ଟ ହେଇଯାଉଛନ୍ତି। ମାତ୍ର ପ୍ରଭୁଙ୍କର ଧନ୍ୟବାଦ ହେଉ, ଆମେ ଏଇ ପ୍ରକାର ଗୋଟେ ପରମେଶ୍ୱରଙ୍କୁ ଆମେ ପାଇଛୁ, ଯୋଉ ପରମେଶ୍ୱର ଆମେ ହତାଶ ନିରାଶ ହେଇକିନା ଏଲିୟଙ୍କ ପରି ସବୁ ସେବା ଛାଡିଦେବା ସମୟରେ କେହି ତାଙ୍କ ପାଖକୁ ଗଲେ ନାହିଁ ଉତ୍ସାହ କରିବା ପାଇଁ। ମାତ୍ର ପରମେଶ୍ୱର ନିଜେ ଦୂତ ପଠେଇ ଏଲିୟଙ୍କୁ ଉତ୍ସାହିତ କଲେ, ଗିଦିଅନକୁ ସେ ଉତ୍ସାହିତ କଲେ। ଆଉ ଯୋଉ ସମୟରେ ଆମେ ଭୁଲ ମାର୍ଗକୁ ଯାଉ, ସେଇ ସମୟରେ ମଧ୍ୟ ଏତିକି ମନେ ରଖନ୍ତୁ, ତାଙ୍କର ଅନୁଯୋଗ ଆମକୁ ଉତ୍ସାହିତ କରେ, ତାଙ୍କର ଶାସନ ଆମକୁ ଉତ୍ସାହିତ କରେ। ଆଜି ଯଦି ଅନୁଯୋଗ ପାଉଛୁ, ଶାସନ ଆମେ ପାଉଛୁ, ଆମେ ଉତ୍ସାହିତ ହେବା କଥା। ଏଇଟା ପରମେଶ୍ୱରଙ୍କ ଉତ୍ସାହ କରିବାର ମାର୍ଗ ଗୁଡିକ ଅଟେ। ପ୍ରିୟମାନେ, ଆସନ୍ତୁ, ଯୋଉ ପରମେଶ୍ୱର ଉତ୍ସାହଦାତା ପରମେଶ୍ୱର, କେବେ ମଧ୍ୟ ଆମକୁ ସେ ଡିସ୍କରେଜ କରନ୍ତି ନାହିଁ। ସବୁ ସମୟରେ ଆମକୁ ସେ ଉତ୍ସାହିତ କରନ୍ତି, ଉତ୍ସାହିତ କରନ୍ତି। ଆଜି ମଧ୍ୟ ଆମକୁ କହୁଛନ୍ତି, ତୁମେ ମଧ୍ୟ ଆତ୍ମିକ ହେଇପାରିବ, ତୁମେ ମଧ୍ୟ ପବିତ୍ର ହେଇପାରିବ, ତୁମେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ପରି ହେଇପାରିବ, ତୁମେ ମଧ୍ୟ ଆତ୍ମାରେ ପରିପୂର୍ଣ୍ଣ ହେଇପାରିବ, ତୁମେ ମଧ୍ୟ ଆତ୍ମା ଲାଭ କରିପାରିବ, ତୁମେ ମଧ୍ୟ ଅନେକଙ୍କୁ ପ୍ରଭୁଙ୍କ ମାର୍ଗକୁ କଢେଇ ଆଣିପାରିବ। ପରମେଶ୍ୱର ଆମ ସମସ୍ତଙ୍କୁ ସେ ଉତ୍ସାହିତ କରିବା ପାଇଁ ଚାହାନ୍ତି। ଯଦି ଆମେ କୌଣସି କ୍ଷେତ୍ରରେ ଆଜି ନିରୁତ୍ସାହିତ ଅବସ୍ଥାରେ ଅଛୁ, ତାହେଲେ ପରମେଶ୍ୱର ଆମର ସେ ନିରୁତ୍ସାହକୁ ଉତ୍ସାହରେ ପରିଣତ କରିବା ପରମେଶ୍ୱର ଅଟନ୍ତି। ଆସନ୍ତୁ ପ୍ରାର୍ଥନା ଆମେ କରିବା ପାଇଁ ଯିବା। ପ୍ରିୟମାନେ, ଆମମାନଙ୍କ ପରମେଶ୍ୱର ସେ ଉତ୍ସାହଦାତା ପରମେଶ୍ୱର ସେ ଅଟନ୍ତି। କୌଣସି ବିଷୟରେ ବିଫଳତା ହାସଲ କରିଛୁ, ତାହା ବିଫଳତା ଶେଷ ନୁହେଁ। କୌଣସି ବିଷୟରେ ଆମେ ପଡି ଯାଇଛୁ, ସେ ପଡିଯିବାଟା ଶେଷ ନୁହେଁ। ଭାଙ୍ଗି ଯାଇଛୁ, ଭାଙ୍ଗି ଯିବାଟା ଶେଷ ନୁହେଁ। ଦୁର୍ବଳ ହେଇଯାଇଛୁ, ଦୁର୍ବଳ ହେବାଟା ଶେଷ ନୁହେଁ। ସେ କହୁଛନ୍ତି, ମୁଁ ତୁମକୁ ସବଳ କରିପାରିବି, ମୁଁ ତୁମକୁ ପୁନର୍ବାର ଗଢି ପାରିବି, ମୁଁ ପୁନର୍ବାର ତୁମକୁ ତିଆରି କରିପାରିବି। ସେ ଯେରିମିୟାକୁ କହୁଛନ୍ତି, ଯେ ପ୍ରକାର କୁମ୍ଭକାର ସେ ମାଟି ପାତ୍ର ତିଆରି କରିଥାଏ, ଯଦି ହାତରେ ବିଗିଡି ଯାଉଛି, ତାହେଲେ ସେ ପୁନର୍ବାର ଫିଙ୍ଗି ଦିଏ ନାହିଁ, ତାକୁ ପୁନର୍ବାର ତିଆରି କରିଦିଏ। ସେ କହୁଛନ୍ତି, ତୁମେ ମଧ୍ୟ ସେମିତି ମୋ ହାତରେ ଅଛ। ଯଦି ଆଜି ବିଗିଡି ଯାଇଛ, ଆଜି ନଷ୍ଟ ହେଇଯାଇଛ, ମୁଁ ତମକୁ ଛାଡିଦେବି ନାହିଁ, ପରିତ୍ୟାଗ କରିଦେବି ନାହିଁ, ପୁନର୍ବାର ମୁଁ ତିଆରି କରିଦେବି। ମୁଁ ଏବେ ଯାଏ ଆଶା ହାରି ନାହିଁ। ମୁଁ ଜାଣିଛି ତୁମେ ଯେତେ ବିଗିଡି ଗଲେ ମଧ୍ୟ ମୁଁ ପୁନର୍ବାର ତୁମକୁ ତିଆରି କରିବାର ମୋର ସାମର୍ଥ୍ୟ ରହିଅଛି। ଆସନ୍ତୁ, ସେ ସାନ୍ତ୍ୱନା ଦାତା, ସେ ଉତ୍ସାହଦାତା ପରମେଶ୍ୱରଙ୍କ ନିକଟକୁ ଯିବା। ଯୋଉ ସମୟରେ ଆମେ ତାଙ୍କ ନିକଟକୁ ଯିବା, ଆମେ ସବୁ ସମୟରେ ଆମେ ଉତ୍ସାହିତ ହେବା, ଆମେ ନୂଆ ବଳ ପାଇବା। ଏଲିୟ ନୂଆ ବଳ ପାଇଲେ, ଗିଦିୟନ ନୂଆ ବଳ ପାଇଲେ, ସେ ଆଗକୁ ବଢିଲେ। ଆସନ୍ତୁ, ପରମେଶ୍ୱର ଆଜି ଆମକୁ ମଧ୍ୟ ସେଇ ପ୍ରକାର ନୂଆ ବଳ, ନୂଆ ଶକ୍ତି, ନୂଆ ସାମର୍ଥ୍ୟ ଦେଇ ଆମମାନଙ୍କୁ ସେ ଉତ୍ସାହିତ କରୁଅଛନ୍ତି। ପ୍ରାର୍ଥନା ଆମେ କରିବା ପାଇଁ ଯିବା। ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ମୋ ଜୀବନରେ ତୁମେ କେବେ ହେଲେ ମଧ୍ୟ ମତେ ନିରୁତ୍ସାହ କରିନାହ ପ୍ରଭୁ। ମୁଁ ତୁମକୁ ଧନ୍ୟବାଦ ଦିଏ। ଦୁନିଆରେ ଅନେକ ଲୋକ ମତେ ନିରୁତ୍ସାହ କଲେ, ମାତ୍ର ତୁମେ କୌଣସି ସମୟରେ ନିରୁତ୍ସାହ କରିନାହ। ପ୍ରତ୍ୟେକ ସମୟରେ ମତେ ଉତ୍ସାହ କରିବା ପରମେଶ୍ୱର ତୁମେ ଅଟ। ମୁଁ ତୁମକୁ ଧନ୍ୟବାଦ ଦିଏ, ପ୍ରଶଂସା କରେ, ଗୌରବ କରେ। ରାଜା, ଏଇ ଜୁମ୍ ସେବା କାର୍ଯ୍ୟରେ ଯୋଉମାନେ ବର୍ତ୍ତମାନ ଜଡିତ ହୋଇଛନ୍ତି, ୟୁଟ୍ୟୁବରେ ଅଛନ୍ତି, ମୁଁ ପ୍ରାର୍ଥନା କରେ, ଯେକୌଣସି ବିଷୟରେ ନିରୁତ୍ସାହିତ ଅଛନ୍ତି ପ୍ରଭୁ, ତାହା ଶେଷ ନୁହେଁ। ଏଲିୟ ତ ମୃତ୍ୟୁ ପ୍ରାର୍ଥନା କରିଥିଲେ ପ୍ରଭୁ, ତୁମେ ସେହି ପ୍ରକାର ବ୍ୟକ୍ତିଙ୍କୁ ପୁନର୍ବାର ସେବା କାର୍ଯ୍ୟରେ ପ୍ରଭୁ ଆଣିଲ। ଏବେ ଯାଏ ମୃତ୍ୟୁ ଦେଲ ନାହିଁ, ଜିଅନ୍ତା ଜିଅନ୍ତା ଅଗ୍ନିମୟ ରଥ ପଠାଇ ତୁମେ ତାହାଙ୍କୁ ସ୍ୱର୍ଗକୁ ନେଇଗଲ। ଆଜି ଯାଏ ସେ ବଞ୍ଚିକିନା ଅଛନ୍ତି। ମୁଁ ତୁମକୁ ଧନ୍ୟବାଦ ଦିଏ। ଗିଦିୟନ ଭୟଭୀତ ହେଇ ସେ ଲୁଚିବା ସମୟରେ ତୁମେ ମହାବିକ୍ରମଶାଳୀ ଲୋକ କହିଲ ପ୍ରଭୁ। ସେ ମିଦିୟନ ଲୋକମାନଙ୍କୁ ବିନା ଅସ୍ତ୍ରରେ ପରାଜୟ କଲେ ପ୍ରଭୁ। ମୁଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ। ଆଜି ଅନେକ ଏଲିୟ ଗିଦିୟନ ଗୁଡିକ ଅଛନ୍ତି ପ୍ରଭୁ, ତୁମ ସ୍ୱର ଶୁଣିବା ପାଇଁ ଚାହୁଁଛନ୍ତି। ତୁମ ରବ ସେମାନଙ୍କୁ ଏନକରେଜ କରୁ ପ୍ରଭୁ। ମୁଁ ତୁମକୁ ଧନ୍ୟବାଦ ଦଉଛି ରାଜା। ତୁମ ନାମର ସ୍ତୁତି ହେଉ, ମହିମା ହେଉ ପ୍ରଭୁ।
ତୁମେ ଭଗ୍ନ ଉତ୍ସାହ ମାନଙ୍କୁ ପ୍ରଭୁ ସାନ୍ତ୍ୱନା ଦେବା ପାଇଁ ତିତସକୁ ପଠେଇବା ପରମେଶ୍ୱର ତୁମେ ଅଟ ପ୍ରଭୁ। ମୁଁ ତୁମର ଗୌରବ ମହିମା କରେ ପ୍ରଭୁ। ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମେ ପୁନର୍ବାର ବାକ୍ୟ ଦ୍ୱାରା ଆମ ସହିତ କଥାବାର୍ତ୍ତା ହେଲ, ଆମକୁ ଉତ୍ସାହିତ କଲ, ଯେ ପ୍ରକାର କି ଆମେ କୌଣସି ପରିସ୍ଥିତିରେ ଆମେ ଉତ୍ସାହିତ ନ କରି ପୁନର୍ବାର ଆମ ପ୍ରାର୍ଥନା ଜୀବନକୁ ସଜାଡ଼ିବୁ, ବାକ୍ୟ ଧ୍ୟାନର ଜୀବନକୁ ସଜାଡ଼ିବୁ, ଆଉ ଉପବାସର ଜୀବନକୁ ସଜାଡ଼ିବୁ, ସହଭାଗିତାର ଜୀବନକୁ ସଜାଡ଼ି ଆମେ ଆଗକୁ ବଢିବୁ। ସେଥିପାଇଁ ଉତ୍ସାହିତ କରିଥିବାରୁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍।